ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ ଥ୍ରୀର 6th ସେମିଷ୍ଟର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ ଆଜିର ଭିଡ଼ିଓ ମାଧ୍ୟମରେ ଯେଉଁ ତାଙ୍କର ଡିଏସ୍ସି ପେପର ଗୁଡ଼ିକ ରହିଛି, ଡିଏସ୍ସି 3ର ୟୁନିଟ୍ 3 କ'ଣ ଅଛି, କ'ଣ ପ୍ରବନ୍ଧ ସମାଲୋଚନା ଗୁଡ଼ିକ ଯେଉଁ ଅଛି, ଫାର୍ଷ୍ଟ କ'ଣ ଅଛି ତୁମର ମହାଶ୍ରତ ଅଛି, ଦେନ୍ ଆହୁରି ଯେଉଁ ଅଛି ଚିତ୍ରକୀର୍ପର ଉଚିତ ଅଭିମାନ, ସେପରି ଭାବରେ ଅନେକ ସାରା ତିନୋଟି ସମାଲୋଚନା ସେଗୁଡ଼ା ଆମେ ପରେ ଆଲୋଚନା କରିବା। ଫାର୍ଷ୍ଟ ତୁମର ମହାଶ୍ରତ ଯେଉଁ ଅଛି, ତ ସେଇଠୁ ଯେତେ ସବୁ ତୁମର ସର୍ଟ କ୍ୱେଶ୍ଚନ୍ ଗୁଡ଼ାକ ଆଲୋଚନା କରିବା। ତ ପିଲାମାନେ ସର୍ଟ କ୍ୱେଶ୍ଚନ୍ ମାନେ ତୁମମାନେ ଭାବିବ ନାହିଁ କେବଳ ଆମେ 1 ମାର୍କ ଆଲୋଚନା କରିବା, ତାହା ନୁହେଁ। ଆମେ 1 ମାର୍କ ଆଲୋଚନା କରିବା ସହିତ 2 ମାର୍କ ଏବଂ 3 ମାର୍କ ଆମେ ଉଭୟ ମଧ୍ୟ କ୍ଲିୟର ହେଇଯିବ ଆଜିର ଗୋଟେ ଭିଡ଼ିଓ ମାନେ। ଚାଲନ୍ତୁ ଅଧିକ ଡେରି ନକରି ଭିଡ଼ିଓଟି ଆରମ୍ଭ କରିବା ହେଲା। ତ ଏଇଠି ଦେଖନ୍ତୁ ପିଲାମାନେ, ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ଅଛି ନା, ମହାଶ୍ରତ ପ୍ରବନ୍ଧର ପ୍ରାବନ୍ଧିକ କିଏ? ଏଟା ହେଲା ଗୋଟେ କମ୍ପଲସରି କ୍ୱେଶ୍ଚନ୍, ଏଟା ନିହାତି ଭାବରେ ପଡ଼ିବ। ତୁମେ ସର୍ଟ କ୍ୱେଶ୍ଚନ୍ ଲେଖ କି ଲଙ୍ଗ କ୍ୱେଶ୍ଚନ୍ ଲେଖ, ଯେ 2 ମାର୍କର ଆସିଲା ତୁମେ ନିହାତି ଭାବରେ କ'ଣ ପ୍ରାବନ୍ଧିକଙ୍କର ନାଁ ଲେଖିବ, ତା ସହିତ ଯେଉଁ କ୍ୱେଶ୍ଚନ୍ଟା ଥିବ, ଯେଉଁ ଉତ୍ତର ସହିତ ଏରା ମାନେ ପ୍ରକାଶ କୋଉଠୁ ଆସିଥିଲା ସେଇଟା ବି ଲେଖିତେ ହେବ। ଯେମିତି ଉତ୍କଳ ସାହିତ୍ୟ ପତ୍ରିକା ମାଧ୍ୟମରେ ସେ ବିଭିନ୍ନ ପ୍ରବନ୍ଧମାନ ପ୍ରକାଶ କରି ସମାଜର ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ହେଲା। ତ ଫାର୍ଷ୍ଟ ଯେଉଁ 1 ନମ୍ବରଟି, ତାପରେ ଦେଖିବା 2 ନମ୍ବର କ'ଣ ଅଛି ହେଲା। ମହାଶ୍ରତ ପ୍ରବନ୍ଧର ପ୍ରାବନ୍ଧିକ ସମସ୍ତ ପ୍ରବନ୍ଧ ଗୁଡ଼ିକୁ କେଉଁ ପୁସ୍ତକରେ ସଂକଳନ କରିଥିଲେ? ତ ପିଲାମାନେ ଏଇଟା ମନେ ରଖିବ ଯେ କିଏ ପ୍ରାବନ୍ଧିକ କିଏ, ଯେଉଁ ବିଶ୍ୱନାଥ କର, ସେ ବିବିଧ ପ୍ରବନ୍ଧ ହେଉଛି ତାଙ୍କର ପ୍ରକାଶିତ ଗୋଟେ ପ୍ରବନ୍ଧାବଳୀର ଏକ ମନୋଜ୍ଞ ସଂକଳନ। ମୌଳିକ ଚିନ୍ତା ଓ ଯୁକ୍ତିର ତୀକ୍ଷ୍ଣତା, ଦାର୍ଶନିକ ପୃଷ୍ଠଭୂମି ଓ ଅଭିବ୍ୟକ୍ତିର ସାରଲ୍ୟ ତାଙ୍କର ପ୍ରବନ୍ଧାବଳୀର ଉତ୍କର୍ଷ। ତାପରେ ଦେଖିବା କାଳଜୟୀ ସ୍ରଷ୍ଟା ବିଶ୍ୱନାଥ କର କେବେ ଇହଲୀଳା ସ୍ମରଣ କରିଥିଲେ? ତ ପିଲାମାନେ ଏଇଟା ମନେ ରଖିବ ଯେ କାଳଜୟୀ ସ୍ରଷ୍ଟା କିଏ ନା ବିଶ୍ୱନାଥ କର 1934 ମସିହା ଅକ୍ଟୋବର ମାସ କେତେରେ ନା 18 ତାରିଖରେ ଇହଲୀଳା ସ୍ମରଣ କଲେ ଏବଂ ତାଙ୍କର ପ୍ରଚଣ୍ଡ ପ୍ରତିଭାଦୀପ୍ତ ଚିନ୍ତା ଓ ଚେତନା ତାଙ୍କୁ ସାର ସହିତ ସୃଷ୍ଟ ଭାବରେ ଅମର ରଖିଛି। ତାପରେ ଦେଖିବା, ଦେଖନ୍ତୁ ମଣିଷ କେଉଁ ଅନୁସାରେ କାର୍ଯ୍ୟ କଲେ ତାର ଜୀବନ ସାର୍ଥକ ହୋଇଥାଏ? କେଉଁ ଅନୁସାରେ କେ ନା ଦେଖ, ମହାଶ୍ରତର ଗୁରୁତ୍ୱ ବୁଝି ତଦାନୁସାରେ କାର୍ଯ୍ୟ କଲେ ମଣିଷ ତାର ଜୀବନକୁ ସାଫଲ୍ୟମଣ୍ଡିତ କରିଥାଏ। ତା ସହିତ ଦେଖନ୍ତୁ, କାରଣ ମହାଶ୍ରତ ଅଭିଶାନ୍ତ ଭାବରେ ମହାନ ଉଦ୍ଦେଶ୍ୟ ନେଇ ମହାବେଗରେ ପ୍ରବାହିତ ହୋଇଥାଏ ହେଲା। ମହାଶ୍ରତ କାହାରି ଆଡ଼କୁ କାହିଁକି ଫେରି ଚାହେଁ ନାହିଁ ନା, ଦେଖନ୍ତୁ ମହାଶ୍ରତ ଅଭିଶପ୍ତ ବେଗରେ ପ୍ରବାହିତ, ସେ କାହାରିକୁ ଅପେକ୍ଷା କରେ ନାହିଁ, ନିରନ୍ତର ଭାବରେ କ'ଣ ଅଛି ଏଇଟା ଦେଖ, ନିରନ୍ତର ଭାବରେ ରାତି ଦିନ ମହତ୍ ଉଦ୍ଦେଶ୍ୟ ରଖି ଅବିରାମ ଗତିରେ ମାଡ଼ି ଚାଲିବା ତାର ଧର୍ମ ଏବଂ ଥରେ ସୁଦ୍ଧା ସେ କାହାରି ଆଡ଼କୁ ଫେରି ଚାହିଁବାରେ ଅପଚେଷ୍ଟା କରେ ନାହିଁ। ମହାବୀର ତୁଲ୍ୟ କର୍ତ୍ତବ୍ୟ ସାଧନରେ କିଏ ସର୍ବଦା ବ୍ୟସ୍ତ? ଦେଖନ୍ତୁ, କାଳରୂପୀ ମହାଶ୍ରତ ମହାବଳିବାନ ଅଟେ ଏବଂ ସେ ସମସ୍ତଙ୍କୁ କବଳିତ କରି ସେ ସବୁ କିଛି କ'ଣ ସର୍ବଗ୍ରାସୀ, ସବୁ କିଛି ଗ୍ରାସ କରିନିଏ। ଏହା ହିଁ ହେଉଛି ତାର ସାଧନା, ଏହା ହିଁ ହେଉଛି ତାର ଧର୍ମ। କର୍ତ୍ତବ୍ୟନିଷ୍ଠ ମହାବୀର ତୁଲ୍ୟ ମହାଶ୍ରତ କେବଳ କର୍ତ୍ତବ୍ୟ ସାଧନାରେ ବ୍ୟସ୍ତ ହୋଇଥାଏ। ମଣିଷର ସକଳ ଶକ୍ତି ଓ ସାମର୍ଥ୍ୟ କାହା ପାଖରେ ବ୍ୟର୍ଥ ହୋଇଥାଏ ନା, ଦେଖନ୍ତୁ ଦାମ୍ଭିକ ମଣିଷ ପ୍ରକୃତିର ମହାଶ୍ରତକୁ ଭ୍ରୂକ୍ଷେପ କରେ ନାହିଁ। ମହାଶ୍ରତର ପ୍ରତିକୂଳରେ ଗତି କରି ସର୍ବଗ୍ରାସ କଳାର କବଳରୁ ଉଦ୍ଧାର ପାଇବାର ମଣିଷ ସମସ୍ତ ଶକ୍ତି ଓ ସାମର୍ଥ୍ୟ ବ୍ୟର୍ଥ ହୋଇଥାଏ। କେଉଁ ବିଶ୍ୱବିଜୟୀ ମାନେ ମହାକାଳ ନିକଟରେ ନତମସ୍ତକ ପୂର୍ବକ ପରାହତ ହୋଇଛନ୍ତି ବୋଲି ପ୍ରାବନ୍ଧିକ କହିଛନ୍ତି ନା, ଦେଖ କ'ଣ ଭୁବନ ବିଜୟୀ ମହାବୀର ସିକନ୍ଦର, ସିଜର, ନେପୋଲିୟନ, ମହାରଥୀ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଏବଂ ଅର୍ଜୁନ, କ'ଣ ଭୀଷ୍ମ ମାନେ ଅର୍ଜୁନ ଭଳି ଅମିତ ପରାକ୍ରମଶାଳୀ ଯୋଦ୍ଧା ମାନେ ସମସ୍ତେ ମହାଶ୍ରତ ସମକ୍ଷରେ ନତମସ୍ତକ ତଥା ପରାସ୍ତ। କେଉଁମାନେ ମହାଶକ୍ତିଶାଳୀ ମହାଶ୍ରତର କୀର୍ତ୍ତି ଗାନ କରୁଥିଲେ? କେଉଁମାନେ ନା, ଇତିହାସ, ପୁରାଣ, ବିଜ୍ଞାନ, ଶିଳ୍ପ ଓ ସଂସ୍କୃତି ଭଳି ବିଭାଗ ଗୁଡ଼ିକ ସମସ୍ତେ ମହାଶ୍ରତର ଅକ୍ଷୟ କୀର୍ତ୍ତିକୁ ସବୁବେଳେ ଗାନ କରୁଥିଲେ। ମହାଶ୍ରତର ଇଙ୍ଗିତରେ କ'ଣ ସବୁ ସଂଗଠିତ ହୁଏ ନା, ଦେଖ ମହାଶ୍ରତର ନିର୍ଦ୍ଦେଶରେ ରାଷ୍ଟ୍ର ବିପ୍ଳବ, ତା ସହିତ ସମାଜ ବିପ୍ଳବ, ଧର୍ମ ବିପ୍ଳବମାନ ସୃଷ୍ଟି ହୋଇଥାଏ। ଏହାର ଇଙ୍ଗିତରେ ଆଜି ଯିଏ ରାଜା କାଲି ସିଏ ଫକୀର ମଧ୍ୟ ହୋଇଥାଏ। ଆଜି ଯାହା ନନ୍ଦନକାନନ କାଲି ତାହା ଭୀଷଣ ମରୁପ୍ରାନ୍ତର, ଯାହାର ପୌଷ ମାସ ପରକ୍ଷଣରେ ତାହାର ସର୍ବନାଶ ହୋଇଥାଏ। ଏହି ଅଦ୍ଭୁତ ଲୀଳାମାନ ମହାଶ୍ରତର ଇଙ୍ଗିତରେ ସଂଗଠିତ ହୋଇଥାଏ। ତାପରେ ଦେଖିବା କ'ଣ ସେ ଗାନଟା, କାହାର ସ୍ଥାୟିତ୍ୱ କାଳ ଅତି ସାମାନ୍ୟ ବୋଲି ପ୍ରାବନ୍ଧିକ କହିଛନ୍ତି? କାହାର କିରେ ନା, ମହାକାର ଅନ୍ତର ଅସୀମ, ଅନନ୍ତ ସୃଷ୍ଟିର ତୁଳନାରେ ମଣିଷର ସ୍ଥାୟିତ୍ୱ କାଳ ଅତି ସ୍ୱଳ୍ପ ଓ କ୍ଷଣିକ ତଥା ସାମାନ୍ୟ। ଇତିହାସ ଆମର ନମସ୍ୟ ବୋଲି ପ୍ରାବନ୍ଧିକ କାହିଁକି ଯୁକ୍ତି ବାଢିଛନ୍ତି ନା, ଦେଖନ୍ତୁ ଇତିହାସ ମାନବ ଜାତିର ଗୋଟେ ଚିରନମସ୍ୟ ମହାଶ୍ରତରେ
ମହାସତ୍ୟରେ ବିଲୀନ କେତେକ ସ୍ଥିର ବିବରଣୀ ପ୍ରଦାନ କରି ଆମ୍ଭମାନଙ୍କର କ'ଣ ମହା ଉପକାର ସାଧନ କରିଛି। ଇତିହାସ ସେ ସବୁକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରେ। ଭଙ୍ଗାଗଢ଼ାର ଇତିହାସ ସମ୍ପର୍କରେ ପ୍ରାବନ୍ଧିକଙ୍କର ମତ କ'ଣ ନା ଦେଖ, ପ୍ରାବନ୍ଧିକଙ୍କର ମତରେ ଇତିହାସ ହିଁ ଭଙ୍ଗାଗଢ଼ାର ବିବରଣୀ ରଖିଛି। ସାଗର ଏବଂ ମହାସତର ଉଦ୍ଦେଶ୍ୟ ଏକ କାରଣ ହେଉଛି ସାଗର ଯେପରି ମହାସତରେ ତୀରର ଭଗ୍ନ ମୃତ୍ତିକାଂଶକୁ ସଂଗ୍ରହ କରି ଅତର ଜରାଶି ମଧ୍ୟରେ ନୂତନ ମହାଦେଶରେ ସୂତ୍ରପାତ କରେ, ଏ ମହାସତ ସେହିପରି ଏକ ରାଜ୍ୟ ଏକ ସମାଜର ଭଗ୍ନାବଶେଷ ଦ୍ୱାରା ନବୀନ ଓ ସୁନ୍ଦରର ରାଜ୍ୟ ଓ ସମାଜ ସଂଗଠନ କରୁଅଛି। ଅବିରାମ ଗତିରେ ଏହି ପ୍ରକ୍ରିୟା ମହାସତରେ ଚାଲିଛି ଏବଂ ଚାଲୁଥିବ ମଧ୍ୟ, ଏଥିରେ ସନ୍ଦେହର ଅବକାଶ ନାହିଁ। ତାପରେ ଦେଖିବା 14 ନମ୍ବର କହୁଛି ମହାସତ୍ୟକୁ ମନୁଷ୍ୟ ଗ୍ରହଣ ନ କରି ପ୍ରତିରୋଧ କରିବା ଦ୍ୱାରା କ'ଣ ହୋଇଛି ନା ଦେଖନ୍ତୁ, ମହାସତ୍ୟକୁ ଅବମାନନା କରି କେତେ ଯେ ରାଜାଧିରାଜ ମୁହୂର୍ତ୍ତରେ ସିଂହାସନରେ ବିଚ୍ୟୁତ ହୋଇଛନ୍ତି। କେତେ ବୀରବରଙ୍କର ଉନ୍ନତି ମସ୍ତକ ଭୁଲୁଣ୍ଡିତ ହୋଇଅଛି। କେତେ ସମୃଦ୍ଧିଶାଳୀ ରାଜା ଭୟଙ୍କର ବିପ୍ଳବର ସଂଘର୍ଷରେ ଛାରଖାର ହୋଇଛି ବୋଲି ପ୍ରାବନ୍ଧିକ ବିଶ୍ୱନାଥଙ୍କର ବଳିଷ୍ଠ ମତ ଦେଇଛନ୍ତି। କାହିଁକି ଭଙ୍ଗାଗଢ଼ାର ବିରାମ ନାହିଁ? ଦେଖନ୍ତୁ, ଯେତେ ଦିନ ଯାଏ ସକଳ ମନୁଷ୍ୟ ସକଳ ସମାଜ ଯେତେ ଦିନ ଯାଏ ସକଳ ମନୁଷ୍ୟ ସକଳ ସମାଜ ଏ ମହାଲେଖର ଅନୁଗାମୀ ନ ହବ, ସେତେ ଦିନ ଯାଏ ଏ ଭଙ୍ଗାଗଢ଼ାର ବିରାମ ନାହିଁ। ମାନବ ପ୍ରାଣକୁ କିଏ କେତେବେଳେ ଆତଙ୍କିତ କରିବ ନାହିଁ ନା ଦେଖନ୍ତୁ, ଯେତେବେଳେ ମନୁଷ୍ୟ ସମାଜ ଦୁର୍ବୁଦ୍ଧି ତ୍ୟାଗ କରି ନତମସ୍ତକରେ ମହାସତର ପ୍ରଦତ୍ତ ଦ୍ରବ୍ୟ ଗ୍ରହଣ କରିବ ଏବଂ ତାହାର ଆଦେଶ ବିନା ଆପତ୍ତିରେ ଗ୍ରହଣ କରିବ, ସେତେବେଳେ ରାଷ୍ଟ୍ର ବିପ୍ଳବ, ସମାଜ ବିପ୍ଳବ, ଧର୍ମ ବିପ୍ଳବ ଏବଂ ବ୍ୟାପାର ମାନବ ପ୍ରାଣକୁ ଆତଙ୍କିତ କରିବ ନାହିଁ। ତାପରେ ଦେଖିବା ମହାସତ କିପରି ବିଶେଷଣଙ୍କର ପରମ ବନ୍ଧୁ ପ୍ରେରିତ ପରମ ବନ୍ଧୁ। ଦେଖନ୍ତୁ, ପରିବର୍ତ୍ତନ ନୂତନ ସମ୍ଭାବନାକୁ ଅପେକ୍ଷା ରଖେ। ପରିବର୍ତ୍ତନ ବିକାଶର ସୋପାନ। ମନୁଷ୍ୟ ସମାଜ ପରିବର୍ତ୍ତନ ନାମରେ ସେ ବିତତ୍ରସ୍ତ ହେବା ଉଚିତ ନୁହେଁ। ପରିବର୍ତ୍ତନ ସୃଷ୍ଟିର ସ୍ୱାଭାବିକ ଅବସ୍ଥା। କାଳସ୍ରୋତ ପ୍ରବର୍ତ୍ତିତ ପରିବର୍ତ୍ତନ ବିରୋଧରେ ଯେ ଚିତ୍କାର କରେ ସେ ହେଉଛି ମୂର୍ଖ। ତେଣୁ ମହାସତ ମନୁଷ୍ୟର ଶତ୍ରୁ ନୁହେଁ, ସେ ବିଶେଷଣଙ୍କର ପ୍ରେରିତ ବନ୍ଧୁ। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି। ଦେଖା ହେବା ଗୋଟେ ନେକ୍ସଟ ଭିଡ଼ିଓରେ। ଧନ୍ୟବାଦ। ଜୟ